ଆଜି କାହିଁକି ମନ ହେଲା ଟିକେ ଚୁଡ଼ା ଉପମା ଖାଇବାକୁ। କେତେ ଦିନ ଏମିତି ସେ ଭାତ ରୁଟି ରୁଟି ଭାତ ଏସବୁ ଖାଇ ଖାଇ ପୁରା ବିଜାର ଲାଗୁଥିଲା। ଆଜି ଟିକେ ମନ କଲି, ସେଥିପାଇଁ ବିନ୍ସ ଆଉ ଫୁଲକୋବି, ଏ ମଟର ଛୁଇଁ, ଗାଜର, ଟମାଟୋ ଏ ଭାଜି ଦେଲା ପରେ ଟିକେ ଭଜା ହେଇଥିଲା। ପିଆଜ ଏଥିପାଇଁ ଫୋକସ୍ କରୁଛି, ମୁଁ ଏତେ ପିଆଜ ପକାଏନି ଭଜା କି ସନ୍ତୁଳାରେ। ଆଜି ଟିକେ ପିଆଜ ପକେଇଛି ଏଥିରେ। ଆଉ ତାପରେ ଚୁଡ଼ା ଧୋଇଲି, ସେ ଟିକେ ସିଝିଗଲା ପରେ ଚୁଡ଼ା ଧୋଇକି ପକେଇଲି। ପକେଇଲା ପରେ ଚୁଡ଼ାରେ ଅଳ୍ପ ଟିକେ ଚିନି ପଡ଼ିଛି। ତାପରେ କିଛି ସମୟ ତାକୁ ଟିକେ ଭାଜି ଦେଲା ପରେ ଦେଖ ତା ଟେକ୍ସଚରଟା ଏମିତିକା ଆସିଛି। ଏବେ ଉପମା ରେଡ଼ି ହେଇଯାଇଛି। ମୋତେ ତ ଲାଗୁଛି ନିହାତି ଭଲ ଲାଗିବ, ମାନେ ମୁଁ ଯେହେତୁ କରିଛି ନିଜର କ୍ରେଡ଼ିଟ୍ ନିଜେ ନେଇଯିବି। ଦେଖନ୍ତୁ, ଏଇ ବାଦାମ ଟିକେ ପକେଇ ଦେଇ ଖାଇଲେ ଆହୁରି ଭଲ ଲାଗିବ। ଆପଣମାନେ କେବେ ଏମିତି ଚୁଡ଼ା ଉପମା କରି ଖାଇଛନ୍ତି କି? ମୁଁ ଏଇ ଉପମା ଏବେ ଖାଉଛି, ଆପଣମାନେ ଏମିତି କରି ଖାଆନ୍ତୁ, ଦେଖିବେ ବହୁତ ମଜା ଲାଗିବ। ରହୁଛି, ଥ୍ୟାଙ୍କ ୟୁ, ବାଏ।